ଅଧର୍ମ ବଢ଼ଇ ପ୍ରବଳି ନିଜକୁ ସୂର୍ଯ୍ୟ ସେତେବେଳେ ସାଧୁଙ୍କ ପରିତ୍ରାଣ ଅର୍ଥେ ଦୁଷ୍ଟଙ୍କ ବିନାଶ ନିମନ୍ତେ ଧର୍ମ ସ୍ଥାପନ ନିମିତ୍ତ ହୋଇ ଯୁଗେ ଯୁଗେ ଜାତ। କିନ୍ତୁ ଶ୍ରୀକୃଷ୍ଣ ଅବତାର ନୁହନ୍ତି। କେହି କେହି ତାଙ୍କୁ ଭଗବାନ ବିଷ୍ଣୁଙ୍କର ଅଷ୍ଟମ ତ୍ରୟୋଦଶ ବା ବିଂଶ ଅବତାର ବୋଲି କହିଥାନ୍ତି। ସେ ଅବତାରୀ ବୃଷ୍ଣି ବଂଶରେ ତଥା ଯାଦୁ ବଂଶରେ ସେ ଜନ୍ମଗ୍ରହଣ କରି ଦୁଷ୍ଟଙ୍କର ବିନାଶ ଓ ଧର୍ମର ସ୍ଥାପନ କରିଥିଲେ। ଶ୍ରୀକୃଷ୍ଣଙ୍କ ଜନ୍ମ ପୂର୍ବରୁ ପରଶୁରାମ 21 ବାର କ୍ଷତ୍ରିୟମାନଙ୍କୁ ନିପାତ କରିଥିଲେ। କିନ୍ତୁ ପୁନର୍ବାର ଅତ୍ୟାଚାରୀ କ୍ଷତ୍ରିୟ ଶକ୍ତିର ଅଭ୍ୟୁଦୟ ଘଟିଥିଲା। କଂସ ଓ ଜରାସନ୍ଧ ଆଦି ଥିଲେ ତାହାର ପ୍ରତୀକ।